জগত ভিতরে থাক এবং গুরু হইলে গোমাতা ব্রাহ্মণ এবং সেইমানে হউଛନ୍ତି দেবতা। আচ্ছা ଜଗତ ଭିତରେ କିଏ ମାମୁଁ ଅଛି? ବାପା ବୋଉ। ବାପା ବୋଉ। ସେଇଥିପାଇଁ ତୁ ବାପା ବୋଉକୁ ମାମୁଁ ଭିନେ କରି ଦେଇଛୁ। ତରକାରୀ ଭଲ ହଉଛି। ପିତା ମାତା ଠାରୁ ବଡ଼ ଦେବତା ଯେ ସଦାଇଲେ ଆମରି ଆଶୀଷ କସିଲା ବିପଦ ଚଳିବା ଜଗତ ଭିତରେ କିଏ ଅଛନ୍ତି? ସେଦିନ ସନ୍ଥ କବି ଭୀମ ଭଳି ଲେଖିଦେଲେ ପ୍ରାଣୀଙ୍କ ସମୟ ସ୍ୱଳ୍ପ। ଜୟମଙ୍ଗଳ ନାମକ ବ୍ରାହ୍ମଣ ଜଣେ ଧନିକ ବ୍ରାହ୍ମଣ। ଆଚ୍ଛା ବିଭବରେ ପରିପୂର୍ଣ୍ଣ ଭଣ୍ଡାର ମୋତି ମାଣିକ ଅଷ୍ଟ ଐଶ୍ୱର୍ଯ୍ୟ ଭରପୁର ଅଛି, କିନ୍ତୁ କଣ ନାହିଁ? ଅଭାବ ଥିଲା। ସେ କଣ ତାଙ୍କ ଘରେ କଣ ଅଭାବ ଥିଲା? କଣ ଜଣାଙ୍କର ଦୁଃଖ ଥିଲା? ବ୍ରାହ୍ମଣଙ୍କର କଣ ଦୁଃଖ ଥିଲା? ଆଜି ଆମେ ଯାହା ଭିତରେ ପ୍ରଚୁର ପ୍ରାଚୁର୍ଯ୍ୟ ପ୍ରଚୁର ଟଙ୍କା ସୁନା ରୂପା ଅଛି ଅଛି ସେ ବଡ ଲୋକ ସେ କାଳ ସୁଖର ତାର ସବୁ ଅଛି, ଗାଡି ମଟର ବ୍ରାହ୍ମଣଙ୍କର ତ ଥିଲା ଜୟମଙ୍ଗଳ, କିନ୍ତୁ କଣ ନଥିଲା? କଣ ନଥିଲା? କବିବନ୍ଧୁର କୃଷ୍ଣ ପ୍ରସାଦ ବସୁ ବୋଲେ ଗୋଟିଏ ନରକ ଉଦ୍ଧାର ପାଇଁକେ ପୁତ୍ର ମଲା ସନ୍ଦେହ ଆଜ୍ଞା ସଂସାରରେ ଯେତେ ଥିଲେ ଘର ଯଦି ପୁଅଟିଏ ନାହିଁ କି କନ୍ୟାଟିଏ ନାହିଁ, ପୁତ୍ର କନ୍ୟା ଯଦି ରଖାନ୍ତି ଯାହାର କୋଳ ଶୂନ୍ୟ ଥାଏ ତାର ଆଉ କିଛି ନାହିଁ। ଏଇ ଘରରେ କୌଣସି ସୁଖ ନାହିଁ, ସେ ଘର ଶୂନ୍ୟ ପରି ଲାଗେ। କିଏ କହିଲେ ନା ଆପଣଙ୍କର ବିଷ୍ଣୁଗୁପ୍ତ ଚାଣକ୍ୟ। କଣ ଥିଲେ ଘର ଶୂନ୍ୟ ଲାଗେ? ମଣିଷ ଜୀବନରେ କଣ ଥିଲେ ଶୂନ୍ୟ ପରି ଲାଗେ? କଣ ନଥିଲେ ଶୂନ୍ୟ ପଡିଗଲେ? କହିଲେ କଣ କହିଲେ? ଅଭିଯାନ ଜୀବନ ଶୂନ୍ୟ ବିଦ୍ୟା ଜୀବନରେ ନାହିଁ, ତା ଜୀବନ ଶୂନ୍ୟ ପରି ଲାଗେ। ଆମମାନଙ୍କ ଭିତରେ ଯେତେ ଟଙ୍କା ସୁନା ରୂପା ଥିଲେ ବି ଯଦି ଆମମାନଙ୍କ ଭିତରେ ବିଦ୍ୟା ନାହିଁ ତାହେଲେ ତା ଜୀବନ ଶୂନ୍ୟ ପରି ଲାଗେ, ତା ଜୀବନ ସାର୍ଥକ। ଆଉ କଣ ନା କ୍ଷୁଦ୍ର ଯେଉଁ ଘରେ ନାହିଁ ଶୂନ୍ୟ ସେଉ ଘର, ଶୂନ୍ୟ ଘର ଦୀପ ଶୂନ୍ୟ ହୀନ ବାନ୍ଧବ ବନ୍ଧୁ ବାନ୍ଧବ ଯୋଉ ଦିଗରେ ପୂର୍ବ ପଶ୍ଚିମ ଚାଲିଥିବ। ଆଚ୍ଛା ଉତ୍ତର ଦକ୍ଷିଣ, ଯଦି ଉତ୍ତରରେ ଆମର କେହି ବନ୍ଧୁ ନାହାନ୍ତି ସେ ଗାଁ କଣ ତା ନାଁ ଆମେ କହିପାରିବା। ବନ୍ଧୁ ବାନ୍ଧବ ନଥିଲେ ଦିଗ ଦିଶେ ଶୂନ୍ୟ। ଆଉ କଣ ଶୂନ୍ୟ? ଶୂନ୍ୟ ପୁତ୍ର ଯେଉଁ ଘରେ ନାହିଁ ଶୂନ୍ୟ ସେ
ଜୟମଙ୍ଗଳ ପୂଜା କରୁଛନ୍ତି ବାବା କସ୍ତୁରୀ ତିଳକ ଲଗା ଆଟ ପଟରେ ବକ୍ଷଳ ତାଳେ କୌତୁକ ବେଣୁ ପରେ ଚନ୍ଦନ ସୁଲଳିତ କଣ୍ଠେ ଚମୁକା ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ଅଥବା ରାଧା ମାଧବଙ୍କୁ ପୂଜା କରିକି ଗୋଟିଏ ପାଇଥିଲେ ପାଇଛନ୍ତି ଆଚ୍ଛା ଯଦି ରାଧା ମାଧବଙ୍କୁ ପୂଜା କଲେ ରାଧା ମାଧବ ପୂଜା କଲେ ଏକବିଂଶ ଦିବସରେ ଦିବସ